ରଞ୍ଜନ ରମେନ୍ଦ୍ରନାଥ ବେଣୁଧର ପ୍ରଧାନ ବାବୁ ବଳବାବୁ ନାୟକ ବାବୁ ଇତ୍ୟାଦି ଇତ୍ୟାଦି ଏମାନେ ସଂଘ ଆରମ୍ଭ କରିଥିଲେ ବା ସଂଘର କାର୍ଯ୍ୟକ୍ରମ ଚାଲିଥିଲା। ଏବେ ସୁପ୍ତ ହେଇଛି, ତାହା ପୁଣି ଚାହିଁଲେ ବି ପୁନରୁଦ୍ଧାର ହୋଇପାରିବ। ଆମେ କ୍ରମାନ୍ୱୟରେ ଯେଉଁ ପରିବାରକୁ କେନ୍ଦ୍ର କରି ଏଠି ସତ୍ସଙ୍ଗର କାର୍ଯ୍ୟକ୍ରମ କରାଯାଉଥିଲା ଏବଂ ନାମଯଜ୍ଞ ବି ହେଉଥିଲା। ତାଦ୍ୱାରା ଏ ଅଞ୍ଚଳର ସଂଘାଦିବାସୀମାନେ ଏବଂ ଏ ଅଞ୍ଚଳର ଯେଉଁମାନେ ବିଦଗ୍ଧ ଶ୍ରୋତା ସେମାନେ ଏହାକୁ ଅନୁଭବ କରୁଥିଲେ, ଶୁଣୁଥିଲେ। ପ୍ରତ୍ୟେକ ଦିନ ଘଣ୍ଟାଏ 2 ଘଣ୍ଟା ଗୀତା ହଉ, ଭାଗବତ ହଉ, ରାମାୟଣ ହଉ, ସେ କଥା କହୁଥିଲେ, ଲୋକମାନେ ଆଗ୍ରହରେ ଶୁଣୁଥିଲେ। କିନ୍ତୁ ସବୁ ବର୍ଷ ତ ସବୁ କଥା କରିହେବନି। ଏବେ ଶରୀର ଠିକ୍ ଥିଲେ ବି ମନ ଏତେ 3 ଦିନ 5 ଦିନ ରହି କେଉଁଠି କାର୍ଯ୍ୟକ୍ରମ କରିବା ଏସବୁ ମୋତେ ଟିକେ ଭଲ ଲାଗୁଛି। ତେବେ ଗୃହକର୍ତ୍ତାଙ୍କର ଇଚ୍ଛା ଯେ ପ୍ରବଚନ ନ ହଉ କି ହଉ, ସନ୍ଧ୍ୟାବେଳେ ଟିକେ ପ୍ରାର୍ଥନା ହେବ, ଗୁରୁ ଭାଇ ଗୁରୁ ଭଉଣୀମାନେ ବସିବେ, ଆମେ ପରିବାର ଲୋକ ଟିକେ ଭାଗ ନେବୁ ଏବଂ ଆମର କାର୍ଯ୍ୟକ୍ରମଟି ଚାଲିବ। ତେଣୁ ଏ ବର୍ଷ ଚିନ୍ତା କଲି ଯେ ସବୁ ବର୍ଷ ତ ନାମ କରୁଛ, ଏ ବର୍ଷ ଆମର ହନୁମାନଙ୍କର ଚାଳିଶା ଅଖଣ୍ଡ ହନୁମାନ ଚାଳିଶା 2ଟି ଦିନ ହଉ। କାରଣ ବର୍ତ୍ତମାନ ସବୁଆଡ଼େ ହନୁମାନଙ୍କର ମୂର୍ତ୍ତି ତିଆରି ହେଇଛି। ପୂଜା ଯେନ ତେନ ପ୍ରକାରର କିଏ ଗୋଟେ କରୁଛି, ସେ ବି କିଛି ନୁହଁ। କିଏ ଟିକେ ପାଣି ଝିଞ୍ଚିକିରି ଫୁଲ ଟିକେ ପକାଇ ଦେଉଛି, କେତେବେଳେ 11ଟା ବେଳେ, କେତେବେଳେ ଦିନରେ, କେତେବେଳେ ଅପରାହ୍ନରେ। ଏହାଦ୍ୱାରା ଅପରାଧ ବଢ଼ୁଛି। ଯେଉଁ ଅପରାଧରୁ କ୍ଷମା ପାଇବା ପାଇଁ ଆମେ ଦେବତାର ମନ୍ଦିର କରୁ ବା ଦେବତା ପୂଜା କରୁ, ଯଦି ସେଇ ଦେବତାମାନଙ୍କୁ ଆମେ ଠିକ୍ ସମୟରେ ପୂଜା ନ କରୁ, ଆମେ ସକାଳୁ ଉଠିଲେ ଚାହା ଟିକେ ପିଇବୁ କି ପାଣି ଟିକେ ପିଇବୁ, ଗାଧେଇ ସାଇଲେ ଜଳଖିଆ ଖାଇବୁ, ମଧ୍ୟାହ୍ନ ସମୟରେ ଖାଦ୍ୟ ଖାଇବୁ, ଅପରାହ୍ନରେ ଟିକେ ଜଳଖିଆ ଖାଇବୁ, ତାପରେ ରାତିରେ ପୁଣି କ'ଣ ଗୋଟେ ଖାଇବୁ, ଶୋଇବୁ। ଆମେ ମଣିଷ, ଆମେ ସାଧାରଣ ମଣିଷ, ଆମେ କିନ୍ତୁ ଏତେ ପ୍ରକାର ଏତେ ଥର ଖାଉ, ଏତେ ଥର ବିଭିନ୍ନ ରକମର ବିଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରୁ। ସବୁଦିନ ବି ଆମକୁ ଗୋଟିଏ ବ୍ୟଞ୍ଜନ ଭଲ ଲାଗେ, କିନ୍ତୁ ଆମେ ଯାହାକୁ ଇଷ୍ଟ ବୋଲି ସ୍ଥାପନ କରିବା, ତାଙ୍କୁ କ'ଣ ବର୍ଷକରେ ଥରେ ସେଇ ପଣା ସଂକ୍ରାନ୍ତି ଦିନ କେବଳ ଆମେ ଯଜ୍ଞ ଭଜ୍ଞ କରି ଭାତ ଡାଲମା ଖଟା ଖିରି କରି ସେଥିରୁ ପୁଣି ଖାଇ
आमे शोइबा पुणी हनुमान अनैथिबे वर्षक पर्यंत। यह प्रकृत में ठीक होउछि कि आपण माने विचार निज निज अंचल यही सब उद्यम को केबे भी साधु उद्यम बोली कहा जाई। यह होउछि एक हीनमन्यतार उद्यम। धरतु आपण राम मंदिर करी न पारिबे, ସେଥିରେ ଯାଏ କିଛି ନାହିଁ। ଆମର ଅଭିମନ୍ୟୁ ବାଲିଆରେ ଗୋଟିଏ ରାମ ଅଛନ୍ତି। ଅଭିମନ୍ୟୁ ସାମନ୍ତ ସିଂହାର ଯେତେବେଳେ ଆସିଥିଲେ, ତାଙ୍କ ବାପା ଯେତେବେଳେ ରାଜସ୍ଥାନରୁ ଆସିଥିଲେ, ସେ ଗୋଟିଏ ଶାଳିଗ୍ରାମକୁ ରଘୁନାଥଙ୍କ ରୂପରେ ପୂଜା କରୁଥିଲେ। ଆଜି ବି ଅଛି। ଆପଣଙ୍କର ଏଠି ନେମାଳ ବନ୍ଧୁପୁର ସୁଦୁଖଣ୍ଡରେ ଗୋଟିଏ ରଘୁନାଥଙ୍କ ମନ୍ଦିର ଅଛି। ରଘୁନାଥଙ୍କ ମନ୍ଦିର କହିଲେ ଗୋଟେ ଶାଳିଗ୍ରାମ, ତାଙ୍କୁ ରଘୁନାଥଙ୍କ ରୂପରେ ପୂଜା କରାଯାଉଛି। ଆଉ କୋଉଠି ରାମଙ୍କର ମନ୍ଦିର ହେଇଛି। आम पिलादिने कौटी केमी हनुमान मंदिर गोटे गोटे थिले। आमे जेतेबेले कन्याकुमारी जाउथिलु सेतेबेले गोटे हनुमान मूर्ति को देखिया प्राय समस्ते जानती। सेटा बहुत बड़ हनुमान। तांको मुंड ऊपर पुणी पारा फारा बसंती बोली गोटाए लोक कल बई थाए, से पारा को उड़ाए। मुझे देखिक पलि आसली। मुझे कौन हनुमान पारा को उड़े पारना, ये कौन हनुमान हे फेरी आसिल। आमे फेरी आसिलु, अन्य माने भी जाउछन्ति। तापर आमे शुणिलु, हठात शुणिलु राउरकेला गोटे दिलीप राय गोटे हनुमान कर विराट हनुमान। से केते फुट के जानी, ता मुंड ऊपर महुमाछी बसा भी होउची। ताको हनुमान बाटिका बोली कुआ होउची। सेठी चिकेन ठारू आरंभ करी सब लोकप्रिय खाद्य सब सेठी मिलुची। एवं ता भीतर अनेक देवादेवींकर मंदिर भी ହେଇଛି। तेबे यही भली पूजार कौन आवश्यक। आमे दामन जोड़ी जाए, आमको गोटे आरएसएस सरकार लोक कहले बाबा टिके ये ओला ओल्ले ओल्ले दंडवत हवा पेला पेली हे मुझे पड़ी इटा नहीं। ये गोटे एशिया महादेशर बृहत्त हनुमान एशिया एशिया गोटे महादेश। से महादेश केते देश से पुणी गोटे एत बड़ हनुमान दामन जोड़ी होती। मुंड उपर कौन है ना बिरुड़ी बसा। मु कहली हनुमान को देखा ना बिरुड़ी बसा। आपण जड़े राष्ट्रीय संघर कर्मकर्ता यही कथा को आपण माने एते भल पाउचंदी। बिरिड़ी बसा बरंग हो किंतु हनुमान गोटे विराट हूँ लोक को आम कहू जे यहाँ एशिया महादेशर बृहत्तम हनुमान। ये गुड़ाक मत कहे ना किंतु ता पर दिन दामनजोड़ीर जे भक्त माने थिले चित्त बाबू से गोटे आयोजन कले।
ତା ତଳେ ଆଉ ଗୋଟେ ଛୋଟ ହନୁମାନ ସୁନ୍ଦର ଦେଖିବାକୁ ଅତି ସୁନ୍ଦର ମୂର୍ତ୍ତି। ତାଙ୍କ ଆରତୀ ସମୟଟିର ଘଣ୍ଟ କୀର୍ତ୍ତନ ପ୍ରାର୍ଥନା ମୋତେ ବହୁତ ଭଲ ଲାଗିଲା ଏବଂ ମୁଁ ବିପଦ ପଟେ କଥା କହିକି ସେଠୁ ଆସିଲି। ସେଇ କଥା ମନେ ପକାଇଲେ ମୋତେ ବହୁତ ହସ ଲାଗେ। ଏଇ ସାଲେପୁରକୁ ଆସିବା ପାଇଁ ମଧ୍ୟ ଆମେ ଯେଉଁ ବାଟରେ ଆମେ ଆସିଲୁ ସେ ବାଟରେ ମଧ୍ୟ କେତୋଟି ହନୁମାନ ବି ପଡ଼ିଲେ। କିଏ ଛୋଟ କିଏ ମଝିଆ କିଏ ବଡ଼। ଏସବୁ ନକରି ରାମ ସହସ୍ର ନାମ ଯଦି କରିବ ରାମ କୃପା ଲାଭ କରିବ। ହନୁମାନ ଚାଳିଶା ଅଖଣ୍ଡନ କରିପାର, ଥରେ ଦୁଇଥର ପଢ଼ିଲେ ବି ତାର ଗୋଟେ କୃପା ମଧ୍ୟ ଅଛି, ନିଶ୍ଚୟ ମିଳିବ। ଘରେ ଘରେ ଗୋପାଳ ମୂର୍ତ୍ତିକୁ ପୂଜା ନକରି ଗୋପାଳ ସହସ୍ର ନାମ ବିଷ୍ଣୁ ସହସ୍ର ନାମ ପାଠ କରିବା, ତାଦ୍ୱାରା ଲାଭ କ୍ଷତି ନାହିଁ, ଲାଭ। ସେ ଲାଭଟା ଯାହା ହଉ ନା କାହିଁକି ଜୀବନରେ ବଡ଼ ଲାଭ ହେଉଛି ଶାନ୍ତି। ଯଦି ଜୀବନରେ ଆମେ ଶାନ୍ତିରେ ଟିକେ ବଞ୍ଚିପାରିଲୁ, ରାତି ପାଇଲେ ଶାନ୍ତି ଯଦି ଆମେ ପାଇଲୁ, ସେଇ ହେଉଛି ଜୀବନର ସାର୍ଥକତା। ଯେଉଁ ଗୃହରେ ଶାନ୍ତି ନାହିଁ, ଯେଉଁ ଗୃହରେ ଶୃଙ୍ଖଳା ନାହିଁ, ଯେଉଁ ଗୃହରେ ସମ୍ପର୍କ ନାହିଁ, ଭଲ ପାଇବା ନାହିଁ, ସିଏ ଗୃହ କେବେ ବୈକୁଣ୍ଠାଧିପତିଙ୍କର ମନ୍ଦିର ହେଇ ନପାରେ। ତାକୁ ଆମେ କହୁ ଇଏ ଗୋଟେ ନର୍କ। ରାତି ପାଇଲେ କେଁ କଟର। ଆପଣ ଦେଖିବେ ବର୍ଷା ଆଗମନ ହେଲେ ବା ବର୍ଷାର ସମ୍ଭାବନା ରହିଲେ ହରି ବୋବାନ୍ତି। ହରି କିଏ? ବେଙ୍ଗ। ହରିର ଗୋଟେ ନାଁ ଅଛି ବେଙ୍ଗ। ବାମୁଣୀ ବେଙ୍ଗ ବୋବେଇଲେ ଆମେ ଘରେ ବସି ଭାବୁ ଯେ ମେଘ ପଟେ ହବା ଭିତରେ। ସେଇଭଳି ସର୍ପଟିଏ ଯଦି ଆମେ ଦେଖୁ ତାହେଲେ ଆମେ କହୁ ଇଏ ସର୍ପଟା ବିଷଧର ସର୍ପ, କାହାକୁ ଦଂଶନ କରିପାରେ। ଆମେ ତାକୁ ଆଡ଼େଇକିରି ଯାଉ, ନହେଲେ କେହି ତାକୁ ମାରିଦିଅ। ସର୍ପ ହେଉଛନ୍ତି ହରି। ଆପଣ ଦେଖିବେ ଠାକୁର ଆମର ହିନ୍ଦୁମାନଙ୍କର ଗୋଟେ ଚିତ୍ର ଆପଣ ଦେଖନ୍ତୁ। ହରିଙ୍କ ଉପରେ ହରି ଶୟନ କଲେ। ହରି କହିଲେ ସାପ। ସେ ପୁଣି କେତେ ଜଣ ସାପ? 7ଟି ସାପ, ଯାହାଙ୍କର ସପ୍ତ ଫେଣା ବୋଲି କୁହାଯାଉଛି। ଏହି ସପ୍ତ ଫେଣା ହରିଙ୍କ ଉପରେ ଯିଏ ଶୟନ କରିଛନ୍ତି ସିଏ କିଏ? ନା ହରି। ହରି କହିଲେ ନାରାୟଣ, ବିଷ୍ଣୁ। ତେଣୁ
ହରି କହିଲେ ତ୍ରେତୟା ଯୁଗରେ ସ୍ୱତନ୍ତ୍ର, ସତ୍ୟ ଯୁଗରେ ନରସିଂହ ଆସିଥିଲେ। ଲୋକ ଚଟକିରି କହିଛନ୍ତି ନରସିଂହ, ନୃସିଂହ। ଆମର ଏଇଠି ପାଗାହାଟ ପାଖରେ ଗୋଟେ ପ୍ରସିଦ୍ଧ ନୃସିଂହଙ୍କର ଅବତାର ମୂର୍ତ୍ତି ଅଛି, ମନ୍ଦିର ଅଛି। ସେଠି ବି ବଳିଆ 3 ଦିନ କହିଛି। କିନ୍ତୁ ସିଧାସଳଖ ହରି ବୋଲି କାହାକୁ କୁହାଏ? ମାନେ ଏ କୋଉ ମନ୍ଦିର? ନା ନୃସିଂହ ମନ୍ଦିର। ସୀମାଞ୍ଚଳରେ କିଏ ଅଛନ୍ତି? ନା ନୃସିଂହ। ସେଇଭଳି ଭାବରେ ଯଦି ଆପଣ ଅଯୋଧ୍ୟାକୁ ଯିବେ, ସେଠି ହନୁମାନ ଅଛନ୍ତି, ରାମ ଅଛନ୍ତି, କିନ୍ତୁ ଆପଣ ରାମଙ୍କ ମନ୍ଦିର ବୋଲି କହିବେ, ଲକ୍ଷ୍ମଣଙ୍କ ମନ୍ଦିର ବୋଲି କହିବେ, ଜାନକୀଙ୍କ ମନ୍ଦିର ବୋଲି କହିବେ, କିନ୍ତୁ ହରି ମନ୍ଦିର କହିବେ। ଦ୍ୱାପର ଯୁଗରେ ଆପଣ ଯଦି ମଥୁରାକୁ ଯିବେ, ଗୋପ, ବୃନ୍ଦାବନ, ବର୍ଷାଣା, ନନ୍ଦକା, ଗୋକୁଳ, ଯେଉଁ ସ୍ଥାନକୁ ଯିବେ ଆପଣ କହିବେ କୃଷ୍ଣଙ୍କ ମନ୍ଦିର। କେହି କହିବେନି ହରି ମନ୍ଦିର। ସେଇଭଳି ଆପଣ ଜଗନ୍ନାଥଙ୍କ ମନ୍ଦିରକୁ ଆସୁଛନ୍ତି, କୁଆଡ଼େ ଯାଉଛ? ନା ଜଗନ୍ନାଥଙ୍କୁ ଦର୍ଶନକୁ ଯାଉଛ। ଆମର କେନ୍ଦ୍ରାପଡ଼ାର ବଳଦେବଙ୍କ ପାଖକୁ ଯିବେ, କୁଆଡ଼େ ଯାଉଛ? ନା ବଳଦେବଙ୍କ ଦର୍ଶନକୁ ଯାଉଛ। ଏଇଭଳି ଭାବରେ ହରି ମନ୍ଦିର କୋଉଠି? ଇଏ ଯୋଉଠି ନାମ ହଉଛି, ସେ ଯୋଉ ନାମ ତାକୁ ଆପଣ କହିବେ ଅମୁକଙ୍କ ଘରେ ହରି ନାମ ହଉଛି, ହରି କୀର୍ତ୍ତନ, ଏଇଠି ହରି ଶବ୍ଦ ଲାଗିବ। ଇଏ ତିଲକଟି ନାଇଚ, ତାକୁ କ'ଣ ଆପଣ କହିବେ? ଇଏ ହରି ମନ୍ଦିର ତିଲକ। ତିଲକକୁ ହରି ମନ୍ଦିର ହରି ଚିତା ବୋଲି କହିପାରିବେ, କିନ୍ତୁ ମୂର୍ତ୍ତିକୁ ଆପଣ କହିବେ ଜଗନ୍ନାଥ କି ବଳଦେବ, କୃଷ୍ଣ, ରାମ ଇତ୍ୟାଦି। ଏଇ ଯୋଉ ହରି ସ୍ୱତନ୍ତ୍ର ଭାବରେ ଅବତାର ନେଇଥିଲେ, ତାଙ୍କ ମୂଳରେ ଆଉ କୋଉ ନାଁ ନଥିଲା। କିଏ ତାଙ୍କୁ କେଶରୀ ନନ୍ଦନ କରେ, କିଏ ତାଙ୍କୁ ପବନ ପୁତ୍ର କୁହେ, କିଏ ତାଙ୍କୁ ଆଞ୍ଜନେୟ କୁହେ, କିନ୍ତୁ ପ୍ରକୃତ ହରି ହେଉଛନ୍ତି, ହରିଙ୍କ ଅବତାର ହେଉଛନ୍ତି ହନୁମାନ। ହନୁମାନ ହେଉଛନ୍ତି ସ୍ୱୟଂ ହରି। ଆଜି ବି ଜଗନ୍ନାଥଙ୍କ ମନ୍ଦିର ଚୂଡ଼ାରେ ଆପଣ ଦେଖିବେ ରାମ ତିଲକ ନୀଳଚକ୍ର ପାଖରେ ରଖିବେ। ଆଜି ବି ନନ୍ଦିଘୋଷ ରଥରେ ରଖିବେ, ଦେଖିବେ
कपि केतन बाना कपि कहले हनुमान तेणु जुगे जुगे हरि से अच्छन्ति आउ रहिबे ସେଥିପାଇଁ ବୈଷ୍ଣବ ମାନେ ଗାଆନ୍ତି ହରିନାମ ସଂକୀର୍ତ୍ତନ हरिनाम पूर्व वर्ष होता पूर्व 2 वर्ष होता मनटा मानिटी बोली पुणी ए वर्ष हरिनाम है पान खंडे दवाई चाहा टिके क्या दवाई आमर मनरे उदारता नहीं कि जो हरिनाम हम सेठी सबू मिल खाइबा मिल पिंधा मिल दक्षिणा मिल सब कुंठा नहीं सेठी कृपणता नहीं से उदार भाव से कहगला हरि नाम प्रेम लड़ू अटे मिठा थरे जदि ये कथारे मन प्रवेश करे से केबे तुमको हट्टा लगे जा ये नाम नेबी तेणु ये कथा को पूरी कहले जशवंत अधिकार हरिना प्रेम लड़ू जाचंती सीता यारे
नित्यानंद महाप्रभु कौन कहले कहले ये सब कथा छाड़ सबाई मुखे बोलो निताई गौर हरि बोल हरि हरि नाम बहु अर्थ कहा नहीं जानी ये हरि होउचंती हरि कहले सिंह सत्यरे नर हरि हरि कहले मर्कट ये जो गछ जड़ा मर्कट नुहे मर्कटाकृति तेणु त्रेतया जुगरे रामंक सहित किए दूत थिले किए लंका गड़ जय करथिले सीता को किए ठाब करथिले राम लक्ष्मण को कांधे बसई किए राम लक्ष्मण को उद्धार करथिले किए करथिले सी होउचंती राम हरि मनोजवंग मारुत्य तुल्लभे मुखरे कौन गाउले हनुमान को श्री मुखरे कौन थिला श्री राम जय जय राम श्री राम
कथा से कही जो नाम धरी पवनर सुत देई समुद्र आनिला संकेत से किए हनुमान आम तो सब नाम करुचु आम तो गोटे नाड़ को नहीं पार्नु सी पुणी समुद्र को पारिगला राम नाम सही शक्ति तेणु ये हरि शब्द को भागवत सुंदर भाव वर्णना करा नमोई नमोई ऋषि से हरि गीतार मध्य हरि शब्द सुंदर भाव वर्णित महाजोगेश्वर हरि यदि कृष्ण को हरि बोली कह तेणु हरि होउचंती दुखर हरण कर्ता तापर हरण कर्ता शोकर हरण कर्ता से भागवत टे पढ़िले शेष आम कौन बोलू गोविंद गोविंद सेवक सेवक आनंदे हरि हरि का कंठ तेणु हरिंकर कथा तो ये माने गोटे हरिवंश बोली गोटे स्वतंत्र संक्षिप्त महाभारत मध्य अच्छे कौन गृह किसी जदि अशांति बा किसी गोटे आसे ताहले साधु लोक माने कहती हरिवंश पाठ कर तेणु ये जगत हूँ हरिमय
किए मानु बा किए न मानु किंतु आमे तो सही हरिंकर नाम कीर्तन को पाथेय करी जीवन अतिवाहित करुचु शेष पर्यंत तेणु आपण माने से हरि कथा हरि नाम श्रवण करने ये बसी हनुमानंकर प्रथम अक्षरटी होची ह हटी कहले हंस हंस किए आम निश्वास हंसर आउ एक अर्थ होती सूर्य सूर्य को नमस्कार कर अहंस 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 जप कर ताहले बहुत जिनिस मिल किंतु गुरु प्रदत्त होते लाभवान हम आ गुरु कृपा मिशीगले आउरी लाभवान हम तेणु ये गरम मुझे काली से कहली एते गरम है 6 गिलास खंडे पानी पीली शेष आज काली 2 दिन तक असुस्थ तेरे काली की तो कहबी से बसिक कहबी मत ठंडा पवन हेले कह ये वंशर